ଏଇଟା ବୋଲ ଏଇ ଆମ ଅନୁକୂଳଙ୍କର ସେଇଟା ବଢ଼ିଆ। ହଁ জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বলো রে। জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বলো রে। রাধে গোবিন্দ 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 বলে শোনা করে। রাধে গোবিন্দ 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 বলে সদা করে। জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বলো রে। জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বলো রে। জয় রাধে রাধে কৃষ্ণ কৃষ্ণ গোবিন্দ গোবিন্দ বলো রে। ପବିତ୍ର ଗିରି ଗୋବର୍ଦ୍ଧନ ପୀଠ ଗିରି ଗୋବର୍ଦ୍ଧନ ନନ୍ଦଗାঁव ବର୍ଷାଣା ନିଧୁବନ ଯମୁନା ବୃନ୍ଦାବନ ଗୋକୁଳ ये सबको एक स्वरूप राधा कृष्ण कृष्ण बलराम का स्वरूप प्रणाम निवेदन करुछि। पवित्र वृंदावन धामरु समस्त को मोर शुभेच्छा जनाऊछि। एथि गोटे रिक्शा वाला मध्य से राधे बोली शब्द उच्चारण करे अर्थात राधा शब्द एथि गोटे सुंदर संबोधनवाचक शब्द। तेरे किए केते प्रकार कथा कहती से तो अतीत कथा। राधा शब्द केबे सृष्टि हला कहीं सृष्टि ही नथिला एबे जो सृष्टि होती या केते जो सत्य ये सब गोटे आलोचना पर्यालोचनार कथा से आमर किसी जायस नहीं। जहा थरे शब्द रूप व्यवहृत है से शब्दटी निश्चित भाव माने गोटे मूर्तिमंत होगा। लक्ष लक्ष लोक राधे राधे कहू कहू से जोग माया महामाया से जो ऐश्वरिक शक्ति सी निजे गोटे रूपमंत हो गले। कारण गीतार से कथाटी मने पड़े जे यथा मांग प्रपद्यन्ते जीए जो भली भावरे तांकु डाके से रूप धारण करती। आमे जेतेबेले राधे राधे बोली संबोधन करुचु तेणु राधे शब्दटी एठी मूर्तिमंत ही जाइछि एवं राधांक नामरे राधांक
ନାମରେ ଗୋଟେ ରୂପ ମଧ୍ୟ ସୃଷ୍ଟି ହେଇଛି। ଜଣେ ବୈଷ୍ଣବ କହିଲେ, ତାଙ୍କୁ ପଚାରିଲି, ତୁମେ ବୃନ୍ଦାବନରେ ଅଛ, ରାଧାକୁଣ୍ଡ ଶ୍ୟାମକୁଣ୍ଡରେ ସବୁଦିନେ ସ୍ନାନ କରୁଛ, ରାଧାରାଣୀଙ୍କୁ ତୁମେ ଭେଟିଛ କି, ଦେଖିଛ କି? ସେ ତାର ଉତ୍ତର ଦେଲେ, ମୁଁ ରାତି 4ଟାରେ ସ୍ନାନ କରେ। ସେତେବେଳେ ରାଧାକୁଣ୍ଡ ବା ଶ୍ୟାମକୁଣ୍ଡରେ ଲୋକ ପ୍ରାୟ କେହି ନଥାନ୍ତି। ଭକ୍ତମାନେ 5ଟା 6ଟାରେ ଆସନ୍ତି। କିନ୍ତୁ ଗୋଟିଏ ଦିନ ମୁଁ ଦେଖିଛି, ମୁଁ ରାଧାକୁଣ୍ଡରେ ସ୍ନାନ ସାରି ଜପ କରୁଛି, ଏତିକି ବେଳେ ମୁଁ ଦେଖିଲି ଗୋଟିଏ 15-16 ବର୍ଷର ଝିଅଟି, ସୁନ୍ଦର ଝିଅଟି, ତାଙ୍କଠାରୁ ଟିକେ ଦୂରରେ ସେଠି ବସିଲା। ସେ ସ୍ନାନ କଲେ ନାହିଁ କି ଜପ ବି କରୁନାହାନ୍ତି, କେବଳ ବସିଛନ୍ତି। ଇଏ ଯେତେବେଳେ ଜପ ଶେଷ କରି ରାଧାରାଣୀଙ୍କୁ, ରାଧାକୁଣ୍ଡଙ୍କୁ ପ୍ରଣାମ କଲେ, ପ୍ରଣାମ କରି ଉଠିଲା ପରେ ଦେଖିଲେ ସେ ଝିଅଟି ଆଉ ନାହିଁ। ତେଣୁ ସିଏ ଭାବିଲେ ଏଇ ହେଉଛନ୍ତି ମାନେ ପ୍ରକୃତରେ ରାଧାରାଣୀ। ତେଣୁ ମୂଳଟି ଅଟଇ ବିଶ୍ୱାସ। କହନ୍ତି ଜଗନ୍ନାଥ ଦାସ, ବଳିଆ ଥରେ ଚିନ୍ତା କଲା, ରାଧା କ'ଣ କେବଳ ବୃନ୍ଦାବନରେ ଅଛନ୍ତି, ଆମ ଜଗନ୍ନାଥଙ୍କ କ୍ଷେତ୍ରରେ ନାହାନ୍ତି? ଏଇ କଥାଟା ଯେତେବେଳେ କିଛି ଦିନ ଧରି ମୁଁ ଚିନ୍ତା କଲି, ବଳିଆ ମଧ୍ୟ ଅନୁଭବ କଲା ଜଗନ୍ନାଥଙ୍କ କ୍ଷେତ୍ରରେ ରାଧାରାଣୀଙ୍କର ଦର୍ଶନ ମିଳିଲା ମଧ୍ୟ। ତେଣୁ ଆରାଧୟତି ଇତି ରାଧା, ଆମେ ଯିଏ ଯେଉଁଠି ଭଗବାନଙ୍କୁ ବା ଈଶ୍ୱରଙ୍କୁ ବା ଗୁରୁଙ୍କୁ ପ୍ରାର୍ଥନା କରୁଛୁ, ସେ ରାଧା ଭାବଟା ଯଦି ଆମର ନ ଆସିବ, ତାହେଲେ ଆମେ ଇଷ୍ଟଙ୍କର କୃପା ଲାଭ କରିପାରିବା ନାହିଁ। ରାଧା ଶବ୍ଦର ପ୍ରକୃତ ଅର୍ଥ ହେଉଛି ଆରାଧନା। ଆରାଧୟତି ଇତି ରାଧା। ଏଇ ଯେଉଁ କଥାଟା ଠିକ ଭାବରେ ଆମେ ବୁଝିଲେ, ଆମେ ନିଜେ ରାଧା ଗୋଟେ ବ୍ୟକ୍ତି ହୁଅନ୍ତୁ କି ଶକ୍ତି ହୁଅନ୍ତୁ କି କିଛି ନ ହୁଅନ୍ତୁ, କିନ୍ତୁ ଆମେ ଯେତେବେଳେ ଆଖି ବୁଜି ଆମ ଗୁରୁ, ଆମ ଇଷ୍ଟଙ୍କୁ ଆମେ ପ୍ରାର୍ଥନା କରିବା, ସେତେବେଳେ ରାଧାରାଣୀ ମୂର୍ତ୍ତିମନ୍ତ ହେଇଯିବେ। ଅର୍ଥାତ୍ ଆମ ଭିତରେ ଯେଉଁ ଚିନ୍ମୟୀ ଶକ୍ତି ଜାଗ୍ରତ ହେବ, ଆଖିରୁ ଲୁହ ବୋହି ପଡ଼ିବ, ଲୋମମୂଳ ଟାଙ୍କୁରି ଉଠିବ, ମାନେ କମ୍ପନ ହେବ। ଏଇ ଯେଉଁ ଅଷ୍ଟ ସାତ୍ଵିକ ବିକାର ସୃଷ୍ଟି ହେବ, ହାଇ ଆସିବ, ବାରମ୍ବାର ହାଇ ତେବେ ମାରିବ। ସେଇ ସମୟଟା ତୁମକୁ ଜାଣିବାକୁ ପଡ଼ିବ ରାଧାରାଣୀ ତମ ଭିତରେ ପ୍ରବେଶ କଲେ।
ତୁମେ କାଳୀଙ୍କ ଭକ୍ତ ହୁଅ, ଦୁର୍ଗାଙ୍କ ଭକ୍ତ ହୁଅ, ଜଗନ୍ନାଥଙ୍କ ଭକ୍ତ ହୁଅ, କି ଆଲ୍ଲାଙ୍କ ଭକ୍ତ ହୁଅ, କି ଈଶ୍ୱରଙ୍କ ଭକ୍ତ ହୁଅ, କିନ୍ତୁ ରାଧା ଗୋଟେ ସ୍ୱତନ୍ତ୍ର ଶକ୍ତି। ଯିଏ ଯେଉଁଠି ଯେଉଁ ନାମରେ ଯେଉଁ ରୂପରେ ତାଙ୍କୁ ଆରାଧନା କରୁଛି, ସେଇ ଆରାଧନାଟା ହେଉଛି, ସେଇ ଯେଉଁ ମୋମେଣ୍ଟଟା ହେଉଛି ପ୍ରକୃତରେ ରାଧା। ଏ କଥା ମୁଁ ଜ୍ଞାନ ମାର୍ଗରେ ଏ କଥା କହୁନାହିଁ, ଏ କଥାଟାକୁ ମୁଁ ଭାବ ମାର୍ଗରେ କହୁଛି। ଭାବରେ ଆମେ ଯେତେବେଳେ ଭାବ ସୃଷ୍ଟି ହେଲା, ସେଇଟା ହେଉଛି ଆମର ରାଧା ଭାବ। କେହି ତାକୁ ଗୋପୀ ଭାବ ବୋଲି କହୁଛନ୍ତି, ସେ ଅଲଗା କଥା, କିନ୍ତୁ ପ୍ରକୃତରେ ରାଧା ଭାବ। ମହାପ୍ରଭୁ ଚୈତନ୍ୟ ସୁନ୍ଦର ପ୍ରେମାବତାର ଗୌରାଙ୍ଗ ସୁନ୍ଦର ଯେତେବେଳେ ଓଡ଼ିଶାରେ ଜଗନ୍ନାଥ ଦାସଙ୍କୁ, ବ୍ରାହ୍ମଣ ଜଗନ୍ନାଥଙ୍କୁ ପଚାରିଛନ୍ତି ଯେ ଆପଣ ଭାଗବତ ପଢ଼ୁଛନ୍ତି, ଭାଗବତରେ ରାଧାଙ୍କର ନାଁ ନାହିଁ, ସେ ତାର ସଂକ୍ଷିପ୍ତ ଉତ୍ତର ଦେଇଥିଲେ ଯେ ମୁଁ ଯଦି ରାଧା ନିଜେ ନ ହେବି, କୃଷ୍ଣଙ୍କର ବର୍ଣ୍ଣନା କେମିତି କରିବି? ସେଇ ନ୍ୟାୟରେ 16,000 ଗୋପୀ, ଇଏ ଗୋଟେ ସଂଖ୍ୟା କଥା, ଇଏ ଗୋଟେ କଥା ନୁହଁ। 16,000 ଗୋପୀ କ'ଣ କେବଳ କୃଷ୍ଣଙ୍କୁ ଭଲ ପାଉଥିଲେ? ତାଙ୍କ ସ୍ୱାମୀ, ତାଙ୍କ ପୁତ୍ର, ତାଙ୍କ ଶାଶୁ, ତାଙ୍କ ଶ୍ୱଶୁର କେହି ତାଙ୍କୁ ଭଲ ପାଉନଥିଲେ? ନା, ବ୍ରଜଭୂମିରେ ବ୍ରଜ ନାରୀ, ବ୍ରଜ ପୁରୁଷ, ଜମା ବିଲକୁଲ 16,000 ନୁହଁ। ସିଏ ବ୍ରଜ ନାରୀ ହୁଅନ୍ତୁ କି ବ୍ରଜ ପୁରୁଷ ହୁଅନ୍ତୁ, ସେତେବେଳେ ହୁଏତ ଲୋକ ସଂଖ୍ୟା 16,000 ଥିବେ। ନନ୍ଦଗାଁରେ ଭଗବାନ କୃଷ୍ଣ ଯେତେବେଳେ ଥିଲେ, କି ଗୋପରେ ଯେତେବେଳେ ଜନ୍ମ ହେଇଥିବେ, ସେ ଗୋପରେ ହଉ କି ନନ୍ଦଗାଁରେ ହଉ, ସେତେବେଳେ ଗୋଟେ ହିସାବ ହେଇଥିବ, ଇଏ ଗାଁରେ 16,000 ବ୍ୟକ୍ତି, 16,000 ଲୋକ ବସବାସ କରୁଛନ୍ତି। ତେଣୁ 16,000 ଲୋକଙ୍କର ଭାବ ହେଉଛି ରାଧା। ସମସ୍ତେ କୃଷ୍ଣଙ୍କୁ ଭଲ ପାଉଥିଲେ, ତେଣୁ ତାଙ୍କୁ ରାଧା ବୋଲି କୁହାଗଲା। ସେଇଆକୁ କୁହାଯାଉଥିଲା ରାଧାରାଣୀ, ସେଇଆକୁ କୁହାଯାଉଥିଲା ଗୋପୀ ଭାବ। ତେଣୁ ରାଧା ହେଉଛନ୍ତି ପ୍ରକୃତରେ ମଣିଷ ପାଇଁ ଜଣେ ଗୁରୁ। ସେ ନାରୀ ରୂପରେ ତାଙ୍କୁ ଆମେ ଡାକୁଛୁ, କିନ୍ତୁ ସେ ପ୍ରକୃତରେ ହେଉଛନ୍ତି ଗୁରୁ। ଯେଭଳି ଗୁରୁଙ୍କ ବିନା ଶିଷ୍ୟ ପରମାତ୍ମାଙ୍କର ବା ଈଶ୍ୱରୀୟ ଶକ୍ତିକୁ ସେ ଅନୁଭବ କରିପାରେ ନା, ଠିକ୍ ସେଇଭଳି ଭାବରେ ରାଧା ଭାବ ବିନା ଆମେ କୃଷ୍ଣ ହୁଅନ୍ତୁ, ରାମ ହୁଅନ୍ତୁ, ନୃସିଂହ ହୁଅନ୍ତୁ, ପ୍ରହ୍ଲାଦର ଭକ୍ତି ମଧ୍ୟ ରାଧା, ଧ୍ରୁବଙ୍କର ଭକ୍ତି ମଧ୍ୟ ରାଧା, ଜଗାଇ ମାଧାଇଙ୍କର ଭକ୍ତି ମଧ୍ୟ ରାଧା। ଇଏ ସର୍ବ କୃଷ୍ଣର ଶରୀର। ଏତିକି କଥାରେ ରାଧା ହେଉଛନ୍ତି ଆମର ସମସ୍ତଙ୍କର ଆରାଧ୍ୟ ପୁରୁଷ। ଆମେ ଯେଉଁ ଗୁରୁ ମୂର୍ତ୍ତିମାନଙ୍କୁ ପୂଜା କରୁଛୁ, ମୋର ଗୁରୁଦେବ ଶ୍ରୀ ଠାକୁର ନିଗମାନନ୍ଦ, ସିଏ ପ୍ରଥମ ବାମାକ୍ଷେପାଙ୍କୁ ଗୁରୁ କଲେ, ସଚ୍ଚିଦାନନ୍ଦଙ୍କୁ ଗୁରୁ କଲେ। ଇଏ ସବୁ ରାଧା ଭାବର ତତ୍ତ୍ୱ। ସେହିପରି ଠାକୁର ଅନୁକୂଳ ଚନ୍ଦ୍ର ଏଠି ଯେଉଁ ଧୁନଟି ଆମେ ପଢ଼ିଲେ, ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲରେ, ଇଏ ବିଲକୁଲ
ବିଲକୁଲ ରାଧା ତତ୍ଵର ସିଦ୍ଧାନ୍ତ। ନାମାଚାର୍ଯ୍ୟ ବାବା ବାୟା ଏଇ ବୃନ୍ଦାବନରେ ତାଙ୍କର ଅଖଣ୍ଡ ନାମ ଚାଲିଛି। ଇଏ ମଧ୍ୟ ରାଧା ତତ୍ଵର କଥା। ବୈକୁଣ୍ଠଙ୍କର ଆପଣ ଦେଖିବେ ତାଙ୍କ ପଦ୍ୟାବଳୀ ସବୁ ବୋଧେ ବୈକୁଣ୍ଠ ମଧୁସୂଦନଙ୍କର ସମସ୍ତ ପଦ୍ୟାବଳୀର ସାରାଂଶକୁ ଯଦି ଆପଣ ଦେଖିବେ କେବଳ ସିଏ କୃଷ୍ଣଙ୍କର କଥା ଲେଖିଛନ୍ତି, ରାଧାଙ୍କର କଥା ଲେଖିଛନ୍ତି। ତାଙ୍କ ଭିତରେ ମଧ୍ୟ ରାଧା ତତ୍ଵ ରହିଛି। ଆମର ପଞ୍ଚସଖା ମାନେ ଅଚ୍ୟୁତ, ଶିଶୁ, ଅନନ୍ତ, ଯଶୋବନ୍ତ, ବଳରାମ, ଜଗନ୍ନାଥ, ଠାକୁର, ଅଭିରାମ ଇତ୍ୟାଦି ଇତ୍ୟାଦି। ଆମର ଓଳାଶୁଣୀ ଅରକ୍ଷିତ ମହାପୁରୁଷ ମଧ୍ୟ ଦେଖିଲେ ନିତ୍ୟ ବୃନ୍ଦାବନ ରାହାସ କାନନେ ଦିନେ ଭେଟା ଭେଟି ହେବ ମିଠଣି। ତା ସେ କୋଉ କଥାଟା ଲେଖିଲେ? ସେ ରାଧା ଭାବର କଥା ଲେଖିଲେ। ତ ରାଧା ହେଉଛନ୍ତି ପ୍ରକୃତରେ ଆରାଧନା। ଆରାଧନା ହେଉଛି ପ୍ରକୃତ ଗୁରୁ ପ୍ରଦର୍ଶିତ ମାର୍ଗ। କଥାଟି ଏତିକିରେ ରଖିବା। ଛାଡ଼ରେ ମନ କପଟ ଚାତୁରୀ ବଦଲେ ବୋଲ ହରି ହରି।